ଆଜିର ଏହି ପବିତ୍ର ଭାଇଚାରା ଓ ଆଜାଦିର ପର୍ବ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମୋର ଆହ୍ୱାନ ସମସ୍ତ ଯୁବ ଛାତ୍ର ସମାଜକୁ ଯେ ସମସ୍ତେ ମନ ଭିତରେ ଏକ ସଂଗ୍ରାମୀ ମନୋଭାବ ନେଇ ଦେଶ ମାତୃକା ଏବଂ ମାତୃଭୂମିର ସେବା କରିବା। ସେବାଟା କେବଳ ବର୍ଡ଼ରରେ ରହି କରିହୁଏ ନା, ସେବା ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ୱାର୍ଡ଼, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ କରିହୁଏ। ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଅନୁସାରେ ମାନବ ସେବା ହିଁ ମାଧବ ସେବା। ଆମେ ସମସ୍ତେ ଏହି ସଂକଳ୍ପ ନେବା ଯେ ପ୍ରତ୍ୟେକ ମାନବ ସମାଜକୁ ସହଯୋଗରେ ହାତ ବଢ଼ାଇବା ଏବଂ ସମସ୍ତ ପ୍ରକାର ସୁବିଧା ସହଯୋଗ ଦେବା। କଥାରେ ଅଛି, ଛାତ୍ର ଜାଗିଲେ ଦେଶ ଆଗକୁ ବଢ଼ିବ। ସେଥିପାଇଁ ସମସ୍ତଙ୍କୁ ମୋର ଆହ୍ୱାନ ଯେ ମନ ଭିତରେ ଏକ ସଂଗ୍ରାମୀ ମନୋଭାବ ନେଇ, ମନ ଭିତରେ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ସଂଗ୍ରାମୀମାନଙ୍କର ଆତ୍ମଜୀବନୀକୁ ପଢ଼ି ଏବଂ ନିଜର ଦୈନନ୍ଦିନ ଜୀବନରେ ଉପଭୋଗ କରି ବା ଅନୁଭବ କରି ସେଭଳି ଚିନ୍ତାଧାରାରେ ଆଗକୁ ବଢ଼ିବା। ଯଦି ଜଣେ ଛାତ୍ର ଏବଂ ଯୁବ ଚାହାନ୍ତି, ତାହେଲେ ସମ୍ପୂର୍ଣ୍ଣ ଦେଶର ଏ ଯେଉଁ ବୈମାତ୍ରିକ ମନୋଭାବ ଅଛି, ମଣିଷ ଭିତରେ ହିଂସା ଏବଂ ଆମର ଦୋଷର ଚିନ୍ତାଧାରା ଚାଲିଛି, ଏଇ ଯେଉଁ ହିନ୍ଦୁ, ମୁସଲିମ, ଶିଖ, ସାଇ ଧର୍ମକୁ ନେଇ ଏକ ପ୍ରକାର ଦଙ୍ଗା ଚାଲିଛି, ଏହାକୁ ଆମେ ଯୁବ ଛାତ୍ର ମିଶି ଏକ ସ୍ନେହ, ମୈତ୍ରୀ ଏବଂ ପ୍ରେମର ସୂତାରେ ବାନ୍ଧିବା। ସମସ୍ତଙ୍କୁ ଭଲ ପାଇବା ଏବଂ ସ୍ନେହ ବାଣ୍ଟିବା। ସେ ଯେକୌଣସି ଧର୍ମର ହେଉ, ଯେକୌଣସି ବର୍ଣ୍ଣର ହେଉ, ଉଚ୍ଚ ହେଉ, ନୀଚ ହେଉ, ଯାହା ବି ହେଉ, ଆମେ ସମସ୍ତେ ଭାରତୀୟ। ଭାରତର ରାଷ୍ଟ୍ରର ଏକମାତ୍ର ମୂଳ ମନ୍ତ୍ର ହିନ୍ଦୁ, ମୁସଲିମ, ଶିଖ, ସାଇ ଆମେ ସମସ୍ତେ ଭାଇ ଭାଇ। ଏହି ମୂଳ ମନ୍ତ୍ରକୁ ନେଇ ଆଗକୁ ବଢ଼ିବା ଏବଂ ସମସ୍ତେ ଏହି ମୂଳ ମନ୍ତ୍ର ଅନୁସାରେ ନିଜର ଦୈନନ୍ଦିନ ଜୀବନରେ କାହାକୁ ନୀଚ, କାହାକୁ ଉଚ୍ଚ ନ ଦେଖି ସମସ୍ତଙ୍କୁ ସମାନ ପ୍ରକାର ଭଲ ପାଇବା